ନୁହଁ। ଆଚ୍ଛା କେତେ ଜାଣିଛ? କେତେ ଆଜ୍ଞା? ସହସ୍ର ବ୍ରହ୍ମାଣ୍ଡ। ସହସ୍ର କହିଲେ ହଜାର ବ୍ରହ୍ମାଣ୍ଡ। ଆରେ ମୁଁ ତ ଏ କଥା ଶୁଣିକି କାହା ବାହା ହେଇଯାଉଛି ବାପୁଲି ମୁଁ କାହା ବାହା ହେଇଯାଉଛି ସହସ୍ର ମାନେ ହଜାରେ ସେ ଲେଖିଲେ ହଁ ହେ ପ୍ରଭୁ ପ୍ରଭୁ ତୁମେ କଣ ଅଳପ କି? ଆଉ କେତେ ତୁମ୍ଭେ ସହସ୍ର ବ୍ରହ୍ମାଣ୍ଡ ନାଥ ସହସ୍ର ବ୍ରହ୍ମାଣ୍ଡର ନାଥ। ତାହେଲେ ଆମେ ଜାଣିଲେ ସହସ୍ର ବ୍ରହ୍ମାଣ୍ଡ ଅଛି। ଅଚ୍ୟୁତ ଲେଖିଦେଲେ କବି ସମ୍ରାଟ ଭଞ୍ଜ ନାହିଁ ଦେଲେ ହେ ମହାପୁରୁଷ ମାନେ କଣ ଲେଖିଲେ ସହସ୍ର ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ଅନେକ ଅଛି। କବି ସମ୍ରାଟ ଭଞ୍ଜ ଲେଖିଲେ ବୈଦେଶିକ ଶୂର୍ପଣଖା ଯେତେବେଳେ ରାବଣକୁ ଯାଇ ଲଙ୍କାପୁରରେ ସୀତାଙ୍କୁ ଦେଖି କହିଲା ନାକ କାନ କଟା ହେଲା। ଲକ୍ଷ୍ମଣ ନାକ କାନ କାଟିଦେଲେଣି। ଶୂର୍ପଣଖା ରାବଣକୁ କହିଲା ଏମିତି କହିକି ଗାଧୁଆକି ସେ ସୀତାକୁ ରାବଣ ନେଇ ଆସିବ ତାଙ୍କୁ ସିଏ ମାରିବ। ହେ ଭାଇ ମୁଁ ବୁଲୁ ବୁଲୁ ଦଣ୍ଡକାରଣ୍ୟରେ ଦେଖିଲି ଅପୂର୍ବ ଦିବ୍ୟ ସୁନ୍ଦରୀ ଦୁଇଟା ପୁଅ ରଖିଛନ୍ତି। ମୁଁ ଦେଖିଲି ମୋ ଭାଇ ରାବଣ ରମ୍ଭା ଉର୍ବଶୀ ମେନକା ତିଳୋତ୍ତମାକୁ ଆଣି ନଚଉଛି। ତୁ ସତ କଥା କହୁଛୁ ଦେଖିଛୁ ଶରୀରଟା ପଡିବା ନାଇଁ ତମଠୁ ମୁଁ ଜାଣିକି ଶିଖୁଛି। ମୁଁ ଯାଇନି ତମେ ଧରିବ ବ୍ରହ୍ମା ଆସିବେ ନା 100 ଥର ଆଇଥିବେ। ଭଞ୍ଜ କହିଲେ ବ୍ରହ୍ମା ଗୋଟିଏ କନ୍ୟା ପରି ଗୋଟିଏ। ଶୂର୍ପଣଖା ରାବଣକୁ କହୁଛି ବ୍ରହ୍ମା ଗୋଟିଏ କନ୍ୟା ପରି ଗୋଟିଏ। କୋଟିଏ ବ୍ରହ୍ମାଣ୍ଡରେ ନଥିବେ ଲକ୍ଷେ ବ୍ରହ୍ମାଣ୍ଡରେ ନଥିବେ। ବ୍ରହ୍ମାଣ୍ଡ ଲକ୍ଷରେ ଲକ୍ଷେଟା ବ୍ରହ୍ମାଣ୍ଡରେ
ସେଭଳି ହଁ। ତାରି ଲକ୍ଷ୍ୟରେ ହଁ। ସେ ଝିଅ ଲକ୍ଷ୍ୟରେ ଆଚ୍ଛା। ସେ ସୁନ୍ଦରୀ ଲକ୍ଷ୍ୟରେ ଗୋଟିଏ ଲକ୍ଷ୍ୟ ବ୍ରହ୍ମାଣ୍ଡରେ ନାହିଁ। ଶ୍ରବଣଖା ତାମାନେ ସେ ନାରୀ ଏତେ ସୁନ୍ଦରୀ ମୋ ଲଙ୍କାରେ କିଛି ଭଳି ନାରୀ ନାହାନ୍ତି। ଅଞ୍ଜ କହିଲେ ଲକ୍ଷ୍ୟ ତା ବ୍ରହ୍ମାଣ୍ଡ ଲକ୍ଷ୍ମୀ ନାଇଁ। ଭାଗବତ ପଢିଛ? ଭାଗବତ ପଢିନି ଯଦି ଲୋକ ପଢନ୍ତି ମୁଁ ଯାଇ ଟିକେ ଶୁଣେ। ଆଚ୍ଛା ଏ ମଙ୍ଗଳା ସ୍ତୁତି ପଢିଛ? ମଙ୍ଗଳା ସ୍ତୁତି ସେ କୋଉଦିନ ପଢା ହୁଏ? ମଙ୍ଗଳା ସ୍ତୁତି ଆଜ୍ଞା ସନ୍ଧ୍ୟାବେଳେ ପଢୁଥିଲା ମୋ ସ୍ତ୍ରୀ ସୁକୁଟି, ମୁଁ ମୋର ଟିକେ ଶୁଣିଥିଲି। ମୋ ସ୍ତ୍ରୀ ସୁକୁଟି ପଢେ ମଙ୍ଗଳା ସ୍ତୁତି ସନ୍ଧ୍ୟାବେଳେ ପଢେ। ହଁ ମୁଁ ଶୁଣ, ମୁଁ ଶୁଣେ। ହଁ ସେଇଠି ଗୋଟେ ପଦ ଲେଖା ହେଇଛି। କଣ? ସେଇ ମଙ୍ଗଳା ସ୍ତୁତିରେ ହଁ। କଣ କହୁଛ? ଭବସାଗରକୁ ଘେରା ମାତ ମାହେଶ୍ୱର ସେଠି ଲେଖିଦେଲେ କବି ଲକ୍ଷ୍ମୀ 7 ନୁହଁ 14 ନୁହଁ 21 ନୁହଁ ହଜାରେ ନୁହେଁ ଲକ୍ଷେ ନୁହଁ ଲକ୍ଷେ ନୁହେଁ ଅଶେଷ ବ୍ରହ୍ମାଣ୍ଡ। ମାନେ ଏଠି ସଂଖ୍ୟା ବି କଟିଗଲା, ସଂଖ୍ୟା ନାହିଁ, କିଛି ନାହିଁ, ଜିରୋ। ଶେଷକୁ ଭାଗବତ ଜଗନ୍ନାଥ ଦାସ କହିଲେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ହେ ଗୋଟିଏ ଲୋମକୂପରେ ପ୍ରଭୁଙ୍କର ଯେତେ ଅଛି ତାକୁ ଗଣି ହବନି। ପ୍ରଭୁଙ୍କୁ କିଏ ଜାଣିଛି? ନା ତାହେଲେ ଅନେକ ବ୍ରହ୍ମାଣ୍ଡ ଅଛି ନାଇଁ? ଯୋଉ ଅନେକ ବ୍ରହ୍ମାଣ୍ଡ ମଧ୍ୟ ଆଜ୍ଞା ଯେତେ ସମସ୍ତେ ଅଛନ୍ତି ହଁ ସେ ସମସ୍ତେ ପ୍ରଭୁଙ୍କର ଭକ୍ତ। ଭକ୍ତ ନଥିଲେ ଭଗବାନ ନାହିଁ, ଭଗବାନ ନଥିଲେ ଭକ୍ତ ନାହିଁ, ଗୁରୁ ସହସ୍ର ଗୁରୁ ମିଳନ୍ତି କିନ୍ତୁ ଗୋଟିଏ ଶିଷ୍ୟ ମିଳିବା ଅସମ୍ଭବ ଅସମ୍ଭବ ନାଇଁ। ତେଣୁ ତାକୁ କବି କହିଲେ କଣ? ଏ ଗଣି ପାରିବ ଆକାଶ ତାରା, ଏ ଗଣି ପାରିବ ଆକାଶ ତାରା, ଏ ଗଣି ପାରିବ ବରଷା ଧାରା, ଏ ଗଣି ପାରିବ ବରଷା ଧାରା, ଏ ଗଣି ପାରିବ ସିଂହ ମହାରି, ଏ ଗଣି ପାରିବ ସିଂହ ମହାରି, ସେମିତି ବାଡି ବାଡିକା ଚାଳ ଘରେ କଣ ରହିବୁ? ଆଉ ଆମ ଭଳିଆ ଦୋତାଲା କୋଠା କରିବୁ? ସେମିତି ବାଡି ଚାଳ ଘର କରିବୁ, ଛାଉଣି କରିପାରିବୁ। ଚାଳ ଛପର ଘରେ ରହନ୍ତି ସେମାନେ ଋଷି ମୁନି। ଯୋଉମାନେ ପଥର ଘରେ ରହନ୍ତି ସେଗୁଡା ସବୁ କଣ ପଥର ଘରେ ତମେ ରହୁଛ? ଆଉ ଗୁମ୍ଫା ତାକୁ କହନ୍ତି ଗୁମ୍ଫା। ଆଉ ଗୁମ୍ଫାରେ ମୁନି ଋଷି ମନେ ରୁହନ୍ତି। ଇଏ ଯଦି ମୁନି ତା ସ୍ତ୍ରୀ କେମିତି ଘରେ ରହିବେ? କୋଉ ମୁନି? ଏ ବାବୁ ତାର ସମୟ
ନାହିଁ ସମୁଦ୍ରର ଲହରୀକୁ କେହି କହିପାରିବେ ନାହିଁ ସମୁଦ୍ରକୁ କେହି ପହଁରି ପାରିବେ ନାହିଁ ଅସମ୍ଭବ ସେମିତି କୃଷ୍ଣଙ୍କର ମହିମା ଭଗବାନଙ୍କର ମହିମା ଏ ସଂସାରରେ କେହି କହିପାରିବେ ତେଣୁ ଯେଉଁ ପ୍ରଭୁ ବିଶ୍ୱଚିନ୍ତାମଣି ଏ ସଂସାର ପାଳକ ତାଙ୍କ ପାଦରେ ଟିକେ ଲକ୍ଷ୍ୟ ରଖ ଆଉ ବେଶୀ ଗୋଳମାଳ କର ନା ତେଣୁକରି ଆମେ ପ୍ରସଙ୍ଗକୁ ଟିକେ ଯିବା ଆରେ ସେଇ ବିଶ୍ୱଚିନ୍ତାମଣି ଭଗବାନ आज उपस्थित आदरणीय समस्त ग्रामवासी महोदय महोदय गजमान एवं सभागत पूर्ण दिवस बोल आनंद प्रभु देवकी नंदन यशोदार धन राधा मन कल जोरी नाचरे नाचरे मो मुरली धरी नाचरे नाचरे मो मुरली धरी प्रभु देवकी नंदन यशोदार धन देवकी नंदन यशोदार धन देवकी नंदन यशोदार धन देवकी नंदन यशोदार धन रामन कल जोरी नाचरे नाचरे मो मुरली धरी नाचो नाचो Say